ସାନ ବିଶାଳ ବାବୁ ନଈ ପହଁରା ଶିଖୁ ଶିଖୁ କ'ଣ ଅଘଟଣ ଘଟିଲା ଚାଲନ୍ତୁ ସାଙ୍ଗମାନେ ଫୁଲ୍ ଭିଡ଼ିଓ ଦେଖିଲେ ଆପଣମାନେ ଜାଣିପାରିବେ। ଜମାରୁ ବି ଭିଡ଼ିଓକୁ ସ୍କିପ୍ କରିବେନି ଆଉ ଫୁଲ୍ ଦେଖି ଚାଲନ୍ତୁ କ'ଣ ଘଟିଲା ଜାଣିପାରିବେ। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ସଂଯୁକ୍ତା ବିଶାଳ ଆପଣମାନଙ୍କୁ ଆଉ ଗୋଟିଏ ବ୍ଲଗ୍ରେ ସ୍ୱାଗତ କରୁଛି। ତ ଚାଲନ୍ତୁ, ସାନ ବିଶାଳ ବାବୁ ନଈ ପହଁରା ଶିଖିବା ପାଇଁ ଯାଇଥିଲା ତା ମାଉସୀ ଘର ଗାଁର ନଈ ଅଛି ଆମର ବୁଢ଼ା ବଳଙ୍ଗ ନଈ। ତ ସେ ଯାଇଥିଲା ସେଠିକି ପହଁରା ଶିଖିବା ପାଇଁ। ଆଉ ଯେହେତୁ ଆମେ ମୋ ଭଉଣୀ ମୁଁ ଗାଧେଇ ସାରିଥିଲୁ, ଆମେ କେହି ପାଣିରେ ପଶିଲୁନି। ସିଏ ସାନ ବିଶାଳ ବାବୁ ଆଉ ମୋ ଭଉଣୀ ପୁଅ, ତା ଝିଅ ଆଉ ତାଙ୍କ ଗାଁର ଗୋଟେ ଛୁଆ 3 ଜଣ ମିଶିକି ଗଲେ ନଈକି ଗାଧେଇବା ପାଇଁ। ଦେଖନ୍ତୁ ନଈରେ ଏବେ ଅଳ୍ପ ପାଣି ଅଛି ଆଉ ଆସ୍ତେ ଆସ୍ତେ ପାଣି ବଢ଼ିବାକୁ ଲାଗିଲା। ତାପରେ ହଠାତ୍ କ'ଣ ହେଲା ଯେ ଦେଖନ୍ତୁ ଜାଣିବେ। ତ ଆମର ସାନ ବିଶାଳ ବାବୁ ଜମା ପହଁରା ଶିଖିନାହାନ୍ତି। ମୁଁ ତାକୁ କହିଲି, ସେ ବୁଡ଼ୁଥିଲା ତା ମାଉସୀ ପୁଅ ସାଙ୍ଗରେ। ମୁଁ କହିନି ମେଣ୍ଢା ତୁ ତୋ କାନର ହାତ ଦେଇକି ବୁଡ଼ୁ, ନହେଲେ କାନର ପାଣି ପଶିଯିବ। ତ ସେ ସେଥିପାଇଁ କାନର ହାତ ଦେଇକି ବୁଡ଼ୁଥିଲା। ତାକୁ ମୁଁ କହିଲି ତୁ ତ ସାର୍ଟର ମାନେ ଯେଉଁ ବେନିୟନ ପିନ୍ଧିଛୁ ସେଇ ବେନିୟନଟାକୁ ଫୁଟୁକାଣି କର, ଦେଲେ ତୁ ଆସ୍ତେ ଆସ୍ତେ ସେଇ ରୋଗ ଶିଖିବୁ। ଆଉ ହଠାତ୍ ତ ତୁ ଏମିତିକା ଶିଖିପାରିବୁନି ନା, ଆଗେ ତ ଡ୍ରେସ୍ର ଫୁଟୁକାଣି କର। କାହିଁକିନା ଆମେ ଯେତେବେଳେ ଆଗରୁ ପହଁରା ଶିଖିଥିଲୁ ସେଇଭଳିଆ ଶିଖିଥିଲୁ। ତ ଆମେ ଆଗରୁ ଫ୍ରକ୍ ପିନ୍ଧିକି ପାଣିର ଫୁଟୁକାଣି କରିଦେଲେ ଫୁଟୁକାଣି ହେଇଯାଏ। ତ ଆମେ ସେ ଫୁଟୁକାଣି ସାହାଯ୍ୟରେ ମୁହଁ ରଖିକି ଆଉ ତଳ ପଟରୁ ଫୁଟୁକାଣିକୁ ଟାଣିକି ରଖୁ, ତଳ ଆଡ଼କୁ ମାନେ ପାଣି ଭିତରକୁ ଟାଣିକି ରଖୁ। ଆଉ ମୁହଁଟାକୁ ଫୁଟୁକାଣି ଉପରେ ରଖିକି ଏପଟେ ଗୁଡ଼ ପିଟି ପିଟିକା ଆମେ ପହଁରା ଶିଖୁ। ତ ମୁଁ ତାକୁ କହିଲି ତ ବେନିୟନଟାକୁ ଫୁଟୁକାଣି କର। ସିଏ ତାର ଚେଷ୍ଟା ଚଲେଇଛି, ହେଲେ ତଥାପି ତାର ହେଉନାହିଁ ଫୁଟୁକାଣି। ମୁଁ କହିଲି ଚାଲ ତୋ ଦ୍ୱାରା କିଛି ହେବନି। ତ ସିଏ ଗୋଟେ ଦିନର ପହଁରା ଶିଖି ପାରିଲାନି। ତା ବାପାଙ୍କୁ ଫୋନ୍ କରିକି ଡାକିଲା। ଆଉ ତା ବାପା କହିଲେ ଯେ ହଉ ମୁଁ ଯିମି ତୋତେ ପହଁରା ଶିଖେଇଦେମି। ଦେଖନ୍ତୁ ସେ କୁମ୍ଭୀର ଭଳିଆ ଆଗରେ ପାଣିର ପଡ଼ିକି ରହିଛି, ମୁଣ୍ଡକୁ ଟେକିକି ରଖିଛି। ଆଉ ତାପରେ ଦେଖିବା ତା ବାପା ଆସିକି ପହଁରା ଶିଖଉଛନ୍ତି ଆଉ କ'ଣ ତା ସହିତ ଘଟୁଛି। ଚାଲନ୍ତୁ ଦେଖି ଚାଲନ୍ତୁ ଭିଡ଼ିଓ। କିଏ ନଈରେ ଗାଧେଇବେ ଶୀଘ୍ର ଶୀଘ୍ର ପଳେଇ ଆସନ୍ତୁ ତା ମାଉସୀ ଘର ଗାଁକୁ। ବେଶୀ ବାଟ ନୁହେଁ, ଏଇଠି ଆମର ଫୁଲାଡ଼ି ପାଖରେ। ଅଳ୍ପ ପାଣି ଅଛି ବୋଲିକି ସେ ପାଣିର ମାନେ ମଜା ଲାଗୁଛୁ, ପାଣିలో ପଡ଼ିକି ରହିଛନ୍ତି। ଆଉ ଜଣେ ମୋ ଭଉଣୀ ଝିଅ କେର ହେଉଛୁ, ସେ ତା ଭାଇକି କହୁଛୁ ଭାଇ ମୋତେ ତୁ ଟିକେ ପହଁରା ଶିଖେଇ ଦେ। ଦେଖନ୍ତୁ ସାନ ବିଶାଳ ବାବୁଙ୍କୁ କହିଲା ପରେ ସେ କାନର ଆଙ୍ଗୁଳି ରଖିକି ପାଣିର ବୁଡ଼ିବା ପାଇଁ ଚେଷ୍ଟା କରୁଛୁ। ତାପରେ ଏତେ ଯେ ପାଣି ଆସିଲା, ଏବେ ଅଳ୍ପ ପାଣି ଅଛି ମାନେ ଆଣ୍ଠିଏ ଆଣ୍ଠିଏ ଅଛି ପାଣି। ତାପରେ ଏତେ ଶୀଘ୍ର ଯେ ପାଣି ଆସିଲା, ମଝିରେ ସେଇଠି ଜୁତା ମୁଁ ରଖିକି ଯାଇଥିଲି ତାର ଭିଡ଼ିଓ କରିବା ପାଇଁ। ପାଣି ଯେ ଏତେ ଶୀଘ୍ର ଆସିଲା ମୋ ଜୁତାକୁ ଭସେଇବା ପାଇଁ ଲାଗିଲା। ତ ସେଥିପାଇଁ ମୁଁ ଜୁତା ପିନ୍ଧିକି ଉପରକୁ ଆଡ଼ି ଉପରକୁ ପଳେଇଗଲି। ତାଙ୍କର ପାହାଚ ହେଇଥିଲା, ସେ ପାହାଚ ଉପରକୁ ପଳେଇଗଲି। ଦେଖନ୍ତୁ ବାପ ପୁଅ କେମିତିକା ଭାସି ଭାସିକା ଯାଉଛନ୍ତି। ପାଣିର ସ୍ରୋତ ଯେହେତୁ ସିଆଡ଼କୁ ଯାଉଛୁ, ତା ବାପା ପ୍ରଥମେ
ଶୋଇକି ରହିଲେ ପାଣି ପଶେଇ ନେଇ ଯାଉଛୁ। ତାପରେ ତାଙ୍କ ଦେଖା ଦେଖି ସାନ ବିଶାଳ ବାବୁ ବି ସେମିତି ଶୋଇକି ରହିଲା, ପଶେଇ ନେଲେ। ତାପରେ ଦେଖିଲେ ଯେ ନଈର ପାଣି କେଇଟି ବେଶିକା ଅଛି, ଦେଲେ ସେ ନଈ ପହଁରା ଶିଖିବ। ତ ବାପ ପୁଅ ଏପଟର ଗାଧଉଥିଲେ, ଯାଇଥିଲେ ସେପଟକୁ ପାଣି ଦେଖିବା ପାଇଁ ବେଶିକା ଅଛି କି ନାହିଁ ପାଣି। ତ ସିଏ ସେଠି ବି ଫେଲ୍ ମାରିକି ଘୂରିଲେ, ପାଣି ଜମା ବି ଆସିନାହିଁ। ବଡ଼ ବିଶାଳ ବାବୁ ବହୁତ ଅବଦସିଆ। ସେ ଭଉଣୀ ଘରକୁ ଆମକୁ ଫାଷ୍ଟ ଯେଦିନ ଛାଡ଼ିବାକୁ ନେଲେ, ଏତେ ଯେ ଗରମ ଥିଲା, ଷ୍ଟାଣ୍ଡ ଫ୍ୟାନ୍ ଚଲେଇଲେ, ତାଙ୍କର ଷ୍ଟାଣ୍ଡ ଫ୍ୟାନ୍ ଚାଲିଲାନି, କିନ୍ତୁ ସିଏ ପଳେଇ ଆସିଲା ପରେ ଷ୍ଟାଣ୍ଡ ଫ୍ୟାନ୍ ଚାଲିଲା। ତାପରେ ଯେଦିନ ଡାକିଲେ ତାଙ୍କୁ ନଈ ପହଁରା ଶିଖିବା ପାଇଁ ଛୁଆକୁ, ନଈରେ ସେଦିନ ପାଣି ହିଁ ବଢ଼ିଲାନି ଜମା। ଯେତେ ଅପେକ୍ଷା କଲେ ପାଣି ଜମା ଆସିଲାନି। ତ ବାଧ୍ୟରେ ସେ ଅଳ୍ପ ପାଣିରେ ତାକୁ ପହଁରା ଶିଖେଇକି ଆସିଲେ। ପୁଣି ଆସିକି ଭଉଣୀ ଘର ଖାଉଥିଲେ, ଲାଇନ୍ ପଳେଇଲା, ଆଉ ଆସିଲାନି। ପୁଣି ଆମେ ସେଠୁ ବାହାରିକି ଯେତେବେଳେ ବାଲେଶ୍ୱର ପଳେଇ ଆସିଲୁ, ସେତେବେଳେ ତାଙ୍କର ଲାଇନ୍ ଆସିଲା। ଘର ପହଞ୍ଚିଲାରୁ ଭଉଣୀ ଫୋନ୍ କରିକି କହିଲା ଯେ ଲାଇନ୍ ତମେ ପଳେଇଗଲା, ଲାଇନ୍ ଆସିକି ପହଞ୍ଚିଗଲା। ତ ଦେଖନ୍ତୁ ବଡ଼ ବିଶାଳ ବାବୁ କେମିତିକା ପହଁରା ଶିଖଉଛନ୍ତି। ଜମାରୁ ତ ଶିଖି ପାରୁନି ସାନ ବିଶାଳ ବାବୁ, ଆଉ କ'ଣ କରିବା। ସବୁ ମାନେ ପହଁରା ଶିଖିବା ଭିତରେ ସେ ହସି ହସିକା ସବୁ ବଳକୁ ମାନେ ସେଇଠି ନଷ୍ଟ କରିଦେଉଛୁ। ତାକୁ ଯେତେ କହୁଛେ ତୁ ପେଟକୁ ବାପ ଟେକିକି ରଖୁଛନ୍ତି, ତୁ ହାତ ଗୋଡ଼କୁ ପିଟି ପିଟିକା ଆଗକୁ ଚାଲ, ଦେନେ ହେଇଯିବ। ତା ଦ୍ୱାରା ଶାଗ ବି ସିଝିବନି। ଲାଷ୍ଟରେ ସେ ପହଁରା ବି ଶିଖି ପାରିଲାନି। ଦେଖନ୍ତୁ ନଈରେ କେତେ ପାଣି କମ୍ ଅଛି। ଯେଦିନ ବଡ଼ ବିଶାଳ ବାବୁ ଯାଇଥିଲେ ଆମର ଶିଖେଇବା ପାଇଁ ସାନ ବିଶାଳକୁ ପହଁରା, ନଈରେ ଜମା ପାଣି ହିଁ ନଥିଲା, ଅଳ୍ପ ପାଣି ଥିଲା। ଆଉ ନଈ କଡ଼ର ପଥର ଗୁଡ଼ାକ ସଜା ହେଇଛି, ବହୁତ ବଢ଼ିଆ ଲାଗୁଛୁ। ଜାଗାଟା ବହୁତ ସୁନ୍ଦର ହେଇଛି। ପାଣି ନାହିଁ ବୋଲିକି ପୁରା ବାଲି ଉପରେ ଡଙ୍ଗା ହେଇ ଅଛି ସାମ୍ନାର। ତ ଅଘଟଣ କ'ଣ ଘଟିଲା ଏଇଠି ଦେଖନ୍ତୁ। 3 ଜଣ କମ୍ପିଟିସନ୍ କଲେ ଯେ କିଏ ପ୍ରଥମେ ବୁଡ଼ିକି ଉଠିବ। ତ ସାଙ୍ଗର ସମସ୍ତେ ବୁଡ଼ିକି ଉଠିଲେ। ଏଇଠି ଆପଣମାନେ କମେଣ୍ଟ କରନ୍ତୁ ଯେ କିଏ ଆଗେ ଉଠିଥିବ, ଛୁଆ 2 ଜଣ ନା ବଡ଼ ବିଶାଳ ବାବୁ। ମୋ ଭଉଣୀର ଝିଅ ସେ ସେଇଠି ଠିଆ ହେଇକି ଦେଖୁଛୁ ଯେ କିଏ ଆଗେ ଉଠୁଛୁ, ତାହେଲେ ସେ କହିବ। ଦେଖନ୍ତୁ ଆଗେ ବଡ଼ ବିଶାଳ ବାବୁ ଉଠି ପଡ଼ିଲେ, ଛୁଆ 2ଟାଙ୍କ ଠାରୁ ଆଗେ ସେ ଉଠି ପଡ଼ିଲେ, ମାନେ ହାରିଗଲେ। ଏବେ ଅଘଟଣଟି ଏଇଠି ହିଁ ଦେଖନ୍ତୁ ଘଟିଛି। ସମସ୍ତେ ସାଙ୍ଗର ବୁଡ଼ିବେ ବୋଲି କହିଲେ, କିନ୍ତୁ ବଡ଼ ବିଶାଳ ବାବୁ ଚିଟିଂ କଲେ ଛୁଆ 2ଟା ସାଙ୍ଗର। ଆଗେ ବୁଡ଼ିବା ପାଇଁ 1 2 ଗଣିଲେ, ଲାଷ୍ଟରେ ସିଏ ରହିଗଲେ, ସେମାନେ 2 ଜଣ ବୁଡ଼ିଗଲେ, ଇଏ କିଛି ସମୟ ପରେ ବୁଡ଼ିଲେ। ଛୋଟ ଛୁଆ ସେମାନେ ଏତେ ସମୟ ରହିବେ ନା, ତମେ ଚିଟିଂ କଲ ବିଶାଳ ବାବୁ। ବଡ଼ ହେଇକି ତାଙ୍କ ସାଙ୍ଗରେ ଚିଟିଂ କରୁଛନ୍ତି। ତ ପୁଣି ଚାଲିଲା ତାଙ୍କର ପ୍ରୋସେସ୍ ପହଁରା ଶିଖେଇବାର। ହେଲାନି, ସାନ ବିଶାଳ ବାବୁଙ୍କର ପହଁରା ଶିଖି ପାରିଲା ନାହିଁ। ଦେଖାଯାଉ କେବେ ସେ ପହଁରା ଶିଖୁଛୁ। ନିଜେ ପୁଣି ମାନେ ଚେଷ୍ଟା କରୁଛୁ। ତା ବାପାଙ୍କୁ କହିଲେ ଯେ ମୋତେ ଛାଡ଼, ମୁଁ ନିଜେ ଚେଷ୍ଟା କରିବି ପହଁରିବା ପାଇଁ। ତ ସେଇଠି ଯାହା ଟିକେ ବେଶିକା ପାଣି ଅଛି, ସେଇଠି ପହଁରା ଶିଖୁଥିଲେ। ଆଉ ନହେଲେ ପାଣି କେଣେ ଆଉ ନାହିଁ, ପୁରା କମ୍ ପାଣି ଅଛି। ତାପରେ ତ ଏତେ ଜୋରସେ ବର୍ଷା ଯେ ଆସିଲା, ଆମେ ଆଉ ଘରକୁ ବି ଯାଇପାରିଲୁନି। ଏଇ ପଥର ଦେଇକି ଯାଇକି ଆମେ ସେଇ ପଟାସ ଗଛ ବଣର ଥିଲା, ମାନେ କ'ଣ କହିବି ସେଟା, ଆମର ଯେଉଁ ନଳି ଭଳିଆ ସିମେଣ୍ଟରେ ସବୁ ରଖା ହେଇଥିଲା, ତାହାରି ଭିତରେ ଯାଇକି ଆମେ ରହିଲୁ। ଆଉ ବର୍ଷା ଛାଡ଼ିଲାରୁ ଯାଇକି ଆମେ ଘରକୁ ଆସିଲୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସବସ୍କ୍ରାଇବ୍ ନିହାତି କରିବେ। ଆଉ ଭିଡ଼ିଓଟି ମଜା ଆସିଲା କି ନାହିଁ ନିହାତି ଜଣାଇବେ କମେଣ୍ଟରେ। ରହିଲି, ଜୟ ଜଗନ୍ନାଥ ସାଙ୍ଗମାନେ।